ରାଗାନୁଗା ଭକ୍ତର ସାଧନ ଯେ ଅନ୍ତରଙ୍ଗ କୁହାଯାଇଛି। ପ୍ରଶ୍ନ କରିଥିଲେ ସାଧନ ସମୟରେ ଜୀବନ କି ଭାବ ଗ୍ରହଣ କରିବ। ଅନ୍ତରଙ୍ଗ ସାଧନର ଉପଯୋଗୀ ହେବା ପାଇଁ ଅବଶ୍ୟ ବୈଧି ଭକ୍ତିର ଅଙ୍ଗ ସକଳ ସ୍ୱୀକାର ନ କଲେ ଜୀବନ ଅନେକ ପ୍ରକାର ସମାପ୍ତ ହୋଇଯିବେ। ଏ କୁହାଗଲା ଏ ଯେଉଁ ଅନ୍ତରଙ୍ଗ ସାଧନ କରିବା ସମୟରେ ଯଦି ଜୀବନକୁ ରକ୍ଷା ନ କରାଯିବ, ବିଶେଷ କରି ବୈଧି ଭକ୍ତିର ଯଦି ଅଙ୍ଗ ସାଧନ ନ କରାଯିବ ତାହେଲେ ଜୀବନ ସମାପ୍ତି ହୋଇଯିବ, ନହେଲେ ବହିର୍ମୁଖ ହେବାର ବହୁତ ସମ୍ଭାବନା ଅଛି। ତେଣୁ ଭଗବତ ଆଲୋଚନା ଯଦି ସ୍ୱୀକୃତ ନା ହେବ ତାହେଲେ ଅନ୍ତରଙ୍ଗ ସାଧନ କେବେ ବି ପୁଷ୍ଟ ବା ସଂରକ୍ଷିତ ହୋଇପାରିବନି। ତେଣୁ ଭଗବତ ଆଲୋଚନାକୁ ସ୍ୱୀକୃତ କରିବା ଦରକାର। ଭଗବତ ବାଣୀକି ଶାସ୍ତ୍ର ବାଣୀ ସବୁ ଗ୍ରହଣ କରିବା ଦରକାର। କଲେ ହିଁ ସାଧନଟା ପୁଷ୍ଟ ହେବ। ଅନ୍ତରଙ୍ଗ ସାଧନଟା ତାକୁ ରକ୍ଷା ବି କରିହେବ। ଯେଉଁମାନେ ଭଗବତ ଆଲୋଚନାକୁ ଶରୀର ଦ୍ୱାରା, ମନ ଦ୍ୱାରା, ବାଣୀ ଦ୍ୱାରା ସ୍ୱୀକାର କରୁନାହାନ୍ତି, ଅନ୍ତରଙ୍ଗ ସାଧନ କେବେ ସେଠି ତିଷ୍ଠି ପାରିବନି, ସଂରକ୍ଷିତ ହୋଇପାରିବନି। ତ ରାଗାନୁଗା ବୃତ୍ତି ପୃଷ୍ଟ ହୋଇଲେ ହିଁ ଶ୍ରବଣ କୀର୍ତ୍ତନାଦି ଅଙ୍ଗ କେହି ପରିତ୍ୟକ୍ତ ହେବେ ନା। ଏ ଯେଉଁ ଶ୍ରବଣ କୀର୍ତ୍ତନ ଯେଉଁ ଅଙ୍ଗ କୁହାଗଲା, ଯେଉଁଟା ବୈଦିକ ଭକ୍ତର ଲକ୍ଷଣ କୁହାଯାଇଛି, এই ଅଙ୍ଗ କେବେ ହେଲେ ପରିତ୍ୟାଗ କରିହେବନି, ପରିତ୍ୟକ୍ତ ହେବନି ଯଦି ରାଗାନୁଗା ବୃତ୍ତି ପୁଷ୍ଟ ହେବ। ତା ଅର୍ଥ ରାଗାନୁଗା ଭଜନରେ ବି ଇଏ ପ୍ରଧାନ ଅଙ୍ଗ, ଇଏ ବି ଶ୍ରବଣ କୀର୍ତ୍ତନ ନିହାତି ଆବଶ୍ୟକ। କୁହାଯାଇଛି ଯେପରି ବୈଧ ଭକ୍ତ ଜୀବନରେ ନୈତିକ ଶେଷର ଧର୍ମ ପର୍ଯ୍ୟବେସିତ ହୋଇ একটি ବିଭିନ୍ନ ଆକାର ପ୍ରାପ୍ତ ହୁଏ, ସେହି ରୂପ ରାଗାନୁଗା ଭକ୍ତ ଜୀବନ ମଧ୍ୟ ବୈଧ ଜୀବନ କିୟତ ପରିମାଣରେ ପରିଣତ ହୋଇ ଗୋଟିଏ ସ୍ୱାଧୀନ ଲକ୍ଷଣ ପୃଥକ ଭାବେ ଅବଲମ୍ବନ କରେ। ଏଠି କୁହାଗଲା ଯେଉଁମାନେ ବୈଧ ଭକ୍ତ ଜୀବନ ଧାରଣ କରୁଛନ୍ତି ବିଧି ମାର୍ଗରେ, ବିଧି ମାର୍ଗ ବୈଧ ଭକ୍ତ ଜୀବନ ଯେଉଁଟା କୁହାଯାଇଛି, ସେମାନଙ୍କ ଜୀବନରେ କ'ଣ ହେଉଛି? ନୈତିକ ଶେଷର ଧର୍ମ। ନୈତିକ ଶେଷର ଧର୍ମ ମାନେ ନୀତିବାନ ହେବେ, ନିଷ୍ଠାବାନ ହେବେ, ଈଶ୍ୱର ବିଶ୍ୱାସୀ ହେବେ। ସେଠି କ'ଣ ଦେଖାଯାଏ? ବିଭିନ୍ନ ପ୍ରକାର ଆକାର ଦେଖାଯାଏ, ବିଭିନ୍ନ ଆକାର ପ୍ରାପ୍ତ ହେବ ସେଠି। ସେ ବୈଧ ଭକ୍ତ ଜୀବନରେ ଯେଉଁମାନେ ଈଶ୍ୱର ବିଶ୍ୱାସୀ, ଯେଉଁମାନେ ନୀତିବାନ, ତାଙ୍କର ଭିନ୍ନ ଭିନ୍ନ ଆକାର ହେବ ସେଇଠି। ପାତ୍ର ସବୁ ରହିଛି, ସବୁ ତରତର ସବୁ। ସେହିପରି ରାଗାନୁଗା ଭକ୍ତ ଜୀବନରେ ମଧ୍ୟ ବୈଧ ଜୀବନ କିୟତ ପରିମାଣରେ ପରିଣତ ହୋଇ একটু ସ୍ୱାଧୀନ ଲକ୍ଷଣ ପୃଥକ ଭାବେ ହେବ। କିନ୍ତୁ ରାଗାନୁଗା ଜୀବନରେ ଏ ବୈଧ ବିଧି ମାର୍ଗକୁ ପାଳନ କଲେ ମଧ୍ୟ ଏଠି ଗୋଟେ ସ୍ୱତନ୍ତ୍ର ଲକ୍ଷଣ, ସ୍ୱାଧୀନ ଲକ୍ଷଣ ପ୍ରକାଶିତ। କାହିଁକିନା ରାଗାନୁଗା ଭଜନର ଉଦ୍ଦେଶ୍ୟ ହେଉଛି ଭଗବତ ସନ୍ତୁଷ୍ଟି କରିବା। ଯେମିତି କୁହାହେଲା ବିଧି ମାର୍ଗରେ ବୈଧ ଭକ୍ତ ଲକ୍ଷଣ ଦୁଇ ଭାଗ କୁହାଯାଇଛି। ଗୋଟେ ହେଲା ଆର୍ଥିକ, ଗୋଟେ ହେଲା ପାରମାର୍ଥିକ, ଗୋଟେ ତ୍ରୈବର୍ଗିକ, ଗୋଟେ ଅପବର୍ଗିକ। ଧର୍ମ ଅର୍ଥ କାମ ଯେଉଁଠି ଅଛି, ଯେଉଁ ଧର୍ମରେ ଧର୍ମ ଅର୍ଥ କାମ ବର୍ଗ ଅଛି, ଏଇଟା କୁହାହେଲା ତ୍ରୈବର୍ଗିକ। ଆର୍ଥିକ, ଆର ଗତି ହେଉଛି ସ୍ୱର୍ଗ ସୁଖ, ଅନିତ୍ୟ ଇଏ। ଏଇଟାକୁ କୁହାଯାଉଛି ସ୍ମାର୍ତ୍ତବାଦୀମାନଙ୍କର ମତ। ଆକୁ ନୈତିକ କୁହାଗଲା, ସ୍ମାର୍ତ୍ତବାଦୀ। ଏଥିରେ ଶରୀର, ମନ, ସମାଜ ଏସବୁ ଉନ୍ନତି ହେବ। କିନ୍ତୁ ପାରମାର୍ଥିକ
ଏମାନଙ୍କ ସ୍ମାର୍ତ୍ତବାଦୀମାନଙ୍କ ଯେଉଁ ଈଶ୍ୱର ପୂଜା, ଇଡିଆ ଯେ ଈଶ୍ୱର ପୂଜା, ଏସବୁ ଭକ୍ତିର ଅଙ୍ଗ ନୁହେଁ କୁହାଯାଇଛି। ତେଣୁ ବୈଧ ଭକ୍ତ ଲକ୍ଷଣ ମାର୍ଗରେ ପାରମାର୍ଥିକ ଭଜନଟା ଠିକ୍ ଯେଉଁଟାକି ଆମମାନଙ୍କ ପାଇଁ ପ୍ରଯୁଜ୍ୟ କରାଯାଇଛି, ସେଇ ଶ୍ରବଣ ଆଦି କୀର୍ତ୍ତନ ଆଦି ଅଙ୍ଗ ବି ଯାଜିତ ହେଉଛି ଏଇ ରାଗାନୁଗା ଭଜନରେ। ଏଠି କୁହାଗଲା ସ୍ଥଳ ବିଶେଷରେ ବିଧିମାନଙ୍କର କିଛି କିଛି ତାରତମ୍ୟ ଏବଂ କୌଣସି ସ୍ଥଳରେ ରୂପାନ୍ତର ହୋଇବା ପଡ଼େ। ଏ ଯେତେ ସବୁ ବିଧି ସବୁ ରଖାଯାଇଛି ନୀତି ନିୟମ, ଇଏ ପରିବର୍ତ୍ତନ ହେଉଛି ସ୍ଥଳ ବିଶେଷରେ। ବେଳେବେଳେ ରୂପାନ୍ତର ହୋଇଯାଉଛି, ଅନ୍ୟ ଭାବରେ ପ୍ରତିଫଳିତ ହେଉଛି ନିୟମ ଗୁଡ଼ିକ। ବିଶେଷ କରି ବିଧି ମାର୍ଗରେ ଯେତେ ସବୁ ନୀତି ନିୟମ ରହିଛି, ରାଗାନୁଗା ମାର୍ଗ ମଧ୍ୟ କିଛି ରହିଛି, କିନ୍ତୁ ସ୍ଥଳ ବିଶେଷରେ ସବୁ ତାରତମ୍ୟ ଦେଖାଯାଇଛି, ଭିନ୍ନ ଭିନ୍ନ ସବୁ। ଭକ୍ତମାନଙ୍କର ଆଚାର ଦେଖିଲେ ତାହା ପ୍ରତୀୟମାନ ହେବ। ଏଇଟା ବିଭିନ୍ନ ପ୍ରକାର ଭକ୍ତ ଅଛନ୍ତି, ସେମାନଙ୍କ ଆଚରଣ ଯଦି ଦେଖିବା, ଦେଖିବେ କାହାର ଭଜନର ପରିପାଟି କି ପ୍ରକାର। କିଏ ସଖ୍ୟ ରସରେ ଥିବ, କିଏ ଶୃଙ୍ଗାର ରସରେ ଥିବ, କିଏ ଦାସ ରସ ବାତ୍ସଲ୍ୟ ରସରେ ଥିବ, କିଏ ଦାସ ରସ, ଯାହା ବି ହଉ ସେମାନଙ୍କର ଭଜନର ପରିପାଟି କିଏ ବିଶ୍ରାମ ଭାବରେ, କିଏ ସମ୍ଭ୍ରମ ଭାବରେ, ବିଧିବିଧାନ ସବୁ ଅଲଗା ଅଲଗା କୁହାଯାଇଛି। ତଳ ବିଶେଷରେ ପରିବର୍ତ୍ତନ ହେଉଛି, ରୂପାନ୍ତର ମଧ୍ୟ ହେଉଛି। ଏହି ସକଳ ପରିବର୍ତ୍ତନ କୌଣସି ଶାସ୍ତ୍ର ବିଧି ଦ୍ୱାରା ଘଟେ ନା। ଏ ଯେଉଁ ପରିବର୍ତ୍ତନଟା ଶାସ୍ତ୍ର ବିଧି ଦ୍ୱାରା ଘଟେନି, ଏଠି ଶାସ୍ତ୍ର ନିୟମ ଏସବୁ କୁହାଯାଏନି। ଅନ୍ତରଙ୍ଗ ସାଧନ ଯେଉଁମାନେ କରୁଛନ୍ତି, ସେମାନଙ୍କର ଆଚରଣ ସବୁ ଭିନ୍ନ ଭିନ୍ନ ସବୁ ଥାଏ। ମହାତ୍ମାମାନଙ୍କର କାହାର କେଉଁ ପ୍ରକାର ଆଚରଣ। କେତେ ମହାତ୍ମା ଅଛନ୍ତି, ମହାପୁରୁଷ ଶାଳଗ୍ରାମକୁ ବେକାର ଧରୁଥିଲେ, ଶାଳଗ୍ରାମ ପିନ୍ଧୁଥିଲେ। ମହାତ୍ମା କିଛି ଅଛନ୍ତି ତୁଳସୀ ପିନ୍ଧିଲା ବେଳେ ଶାଳଗ୍ରାମ ବେକରେ ପରିଧାନ କରି, ଏଟାକୁ ଶାସ୍ତ୍ରରେ ଲେଖାଯାଇଛି। ଏସବୁ ଶାସ୍ତ୍ର ବିଧି ଏସବୁ ନାହିଁ, ତାଙ୍କର ସାଧନୀ, ସେମାନଙ୍କ ସାଧନୀ ସେ ପ୍ରକାର। କେତେ ମହାତ୍ମା ଅଛନ୍ତି ଠାକୁରଜୀଙ୍କ ପାଖରେ ଶୁଆଇବେ, କୂଳରେ ଶୁଆଇବେ, ଲାଲାକୁ ଠାକୁରଜୀ ପାଖରେ ଶୁଆଇବେ। ବାସ୍, କେଉଁ ବିଧାନ ଅଛି? ଆମ ଗଣ୍ଡିବେଡ଼ି ବାବା ଆସନ୍ତି, ସେ ତାଙ୍କର ଶୋଇବା ପାଖରେ ସେ ଫୁଲ ବିଛାନ୍ତି, ସେଣ୍ଟ ପକାନ୍ତି, କାହିଁକିନା ଠାକୁରଜୀ ଆସି ଶୋଇବା ପାଖରେ। ତେଣୁ ସେମାନଙ୍କ ଆଚରଣ ସବୁ ଅଲଗା ଅଲଗା ଥାଏ ମହାତ୍ମାମାନଙ୍କର, ଅନ୍ତରଙ୍ଗ ସାଧନ ଯେଉଁମାନେ କରନ୍ତି। ଏହିସବୁ ପରିବର୍ତ୍ତନ କୌଣସି ଶାସ୍ତ୍ରବିଧି ଦ୍ୱାରା ଘଟେ ନା, ଭକ୍ତ ଦିଗରେ ରୁଚି ହୋଇତେ ଉତ୍ପନ୍ନ। ଭକ୍ତମାନଙ୍କ ରୁଚି ଅନୁସାରେ ସେମାନେ ଭିନ୍ନ ଭିନ୍ନ ସବୁ ସାଧନ କରନ୍ତି, ସବୁ ଭିନ୍ନ ଭିନ୍ନ ନିୟମ ସବୁ ପ୍ରଣୟନ କରନ୍ତି। ଭକ୍ତ ରୁଚି ଅନୁସାରେ ଭଗବାନ ତ ଭକ୍ତର ଭାବଗ୍ରାହୀ ଭାବଟା ଗ୍ରହଣ କରନ୍ତି, ତେଣୁ ସିଏ ବି ହେଇଯାନ୍ତି। ଭକ୍ତ ଯଦି ଚାହିଁବ ବୋଲେ ଭଗବାନ ସବୁ ପ୍ରକାର, ସେ ଯାହା ଚାହିଁବ ଭଗବାନ ସେ ରୂପ ହେଇଯାନ୍ତି। ଭକ୍ତର ଇଚ୍ଛା ଅନୁସାରେ ଠାକୁର ସେ ପ୍ରକଟ ହେଉଛନ୍ତି। ଅତଏବ ତାହାର ନିଶ୍ଚିତ ଉଦାହରଣ ଦିଆଯାଏ ନା। ଏଥିରେ କ'ଣ ନିଶ୍ଚିତ ଉଦାହରଣ ନାହିଁ, ଶାସ୍ତ୍ର ବିଧିରୁ ଉର୍ଦ୍ଧ୍ୱ ସ୍ଥିତି ସବୁ। ଉଦାହରଣ କେବଳ ବୈଧ ବିଷୟ থাকে, ଉଦାହରଣଟା କେବଳ ବିଧି ମାର୍ଗରେ ବୈଧ ଭକ୍ତମାନଙ୍କ ପାଇଁ ଉଦାହରଣ ସବୁ ରହିଛି। କିନ୍ତୁ ଅନ୍ତରଙ୍ଗ ସାଧନ ଯେଉଁଟାକି ରାଗାନୁଗା ଭଜନର କୌଣସି ଉଦାହରଣ ନାହିଁ, ସେ ସବୁ ଭିନ୍ନ ଭିନ୍ନ ସବୁ ସାଧନ। ଭିନ୍ନ ଭିନ୍ନ ଭକ୍ତମାନଙ୍କ ଆଚରଣ ଦେଖିଲେ ଜଣାପଡ଼ିବ ସେମାନେ କ'ଣ କରୁଛନ୍ତି, କେଉଁ ସ୍ଥିତିରେ ଅଛନ୍ତି। ଗୋଟେ ମହାତ୍ମା ଚାଲି ଚାଲି ଯାଉଛନ୍ତି, ଫୁଲ ବଗିଚା ଦେଖିଲେ, ବାସ୍ ଗୋଟେ ଗୋଟେ ଫୁଲ ତୋଳିଲେ, ଫୋପାଡ଼ିଲେ। ଲୋକ କ'ଣ କହିବେ? ପାଗଳ କହିବେ। ପୁଷ୍ପଟାକୁ ଚୟନ କରୁଛନ୍ତି, ଫୋପାଡ଼ୁଛନ୍ତି। ପାଗଳ କହିବେନି, କାହାକୁ କହିବେ? ସେ ଦେଉଛନ୍ତି କେଉଁଠିକି? ଠାକୁରଜୀଙ୍କୁ ଦେଉଛନ୍ତି। ମାନସ ତାଙ୍କର ସ୍ୱରୂପରେ ସେ ଦେଖୁଛନ୍ତି, ସେ ମାନସ ପଟରେ ତାଙ୍କୁ ଅର୍ପଣ କରୁଛନ୍ତି।
ଆମମାନଙ୍କର କ'ଣ ପୁଷ୍ପ ଚୟନ କରିବା, ତାକୁ ଶୋଧନ କରିବା, ମନ୍ତ୍ର ପଢ଼ିବା, ମନ୍ତ୍ର ପଢ଼ି ଶୋଧନ କରିବା, ତାପରେ ପରିଷ୍କାର କରି ଭଗବାନଙ୍କୁ ଅର୍ପଣ କରିବା। ଏଠି ବିଧି ରଖାଗଲା ଏଠି। କିନ୍ତୁ ଯେଉଁମାନେ ଅନ୍ତରଙ୍ଗ ଭଜନ ପୁଷ୍ପଟା ଚୟନ କରିଥିଲେ ଫୋପାଡ଼ି ଦେଲେ କାମ ସରିଲା। ସେ ପହଞ୍ଚିଲା ଠାକୁରଜୀଙ୍କ ଚରଣରେ। ଦାସିଆ ବାଉରୀ ନଡ଼ିଆ ଦେଇଛନ୍ତି, ଜମିଦାର ନଡ଼ିଆ ଦେଖିଲେ, ନଡ଼ିଆଟା ପୁରା ସିଧା ଉଭାନ ହେଇଗଲା, ଦେଖାଗଲା ଠାକୁରଜୀଙ୍କ ଚରଣରେ ରହିଗଲା। ଯାଇକି କେମିତି ହେଲା? ଆମର ସେ ସ୍ଥିତି ନାହିଁ। ସେମାନଙ୍କର ଭଜନ କ୍ରିୟା ସବୁ ଅଲଗା। ସାଧନ ସେମିତି, ଯେଉଁ ସମୟରେ ନଡ଼ିଆଟା ଯାଉଛି ଜମିଦାରଙ୍କ ହାତରୁ, ଜମିଦାର ଧରିଛନ୍ତି, ମନେ ପଡ଼ିଲା, ଫେରିକି ପଳା ଆସୁଥିଲେ, ମନେ ପଡ଼ିଲା ଆରେ ଦାସିଆ ତ ଦେଇଥିଲା ନଡ଼ିଆଟା ଠାକୁରଙ୍କୁ ଦେବ ବୋଲି। ବାସ୍ ଦେଖୁଛନ୍ତି ପ୍ରଭୁ ଏ ଦାସିଆ ଦେଇଛନ୍ତି। ଏହି ସମୟରେ ତାଙ୍କର ଦାସିଆ ବାଉରୀଙ୍କର ସହଧର୍ମିଣୀ ତାଙ୍କୁ ଯାଉ ଦେଇଛନ୍ତି, ପରିବେଷଣ କରୁଛନ୍ତି, ଯାଉ ଖାଉଛନ୍ତି। ଜଗନ୍ନାଥ କେବେ ସେ ଯାଇନାହାନ୍ତି ଦର୍ଶନ କରିବା ପାଇଁ, ସବୁବେଳେ କାମ କରି କରି ରହୁଛନ୍ତି। ସେ ଖଟିକି ବଡ଼ ଇଚ୍ଛା ତାଙ୍କର, ଜଗନ୍ନାଥ ଭକ୍ତ ତ, ସାହୁକାରକୁ ଦେଇଛନ୍ତି ନଡ଼ିଆଟା, ଭାବନା ଅଛି ଠାକୁରଜୀ ନେବେ କି ନାହିଁ, ଅସ୍ପୃଶ୍ୟ ବୋଲି ତ ମୋର ମାନେ ଅଚ୍ଛବ ଅସ୍ପୃଶ୍ୟ ଅଧିକାର ନାହିଁ ପ୍ରବେଶ କରିବା ପାଇଁ ମୋର, ସେଥିପାଇଁ ମୋର ବସ୍ତୁ ଗ୍ରହଣ କରିବେ କି ନାହିଁ, ଏହି ପ୍ରକାର ମାନ ଭିତରେ ଭାବନା ଥାଇପାରେ। ଯେତେବେଳେ ଯାଉ ଦେଇଛନ୍ତି, ଯାଉରେ ଦହି ପକାଇ ଦେଇଛନ୍ତି ତାଙ୍କ ମାତାଜୀ, ଯାଉଟା ତ କଳା, ଦହିଟା ମଝିରେ ପଡ଼ୁଛି, ସେ ଯାଉ ମଧ୍ୟସ୍ଥଳରେ ଦହିଟା ଗୋଲାକାର ଦେଖି ତାଙ୍କର ଜଗନ୍ନାଥ ସ୍ମୃତି ହେଇଗଲା। ଯେମିତି ଜଗନ୍ନାଥ ତାଙ୍କର କଳା ମୁହଁରେ ଧଳା ଆଖି ଅଛି, ପୁରା ଜଗନ୍ନାଥ ସ୍ୱରୂପ ସେଠି ପ୍ରକାଶିତ ହେଇଗଲା। ସେ ଖାଇବେ କ'ଣ, ଚକ୍ଷୁର ଅଶ୍ରୁପାତ ହେଉଛି। ଏଇ ଭାବନାରେ ସେ ଅଛନ୍ତି, ସ୍ୱୟଂ ଜଗନ୍ନାଥ ଦେଖୁଛନ୍ତି ସେ ଯାଉ ମଧ୍ୟରେ। ସେହି ସମୟରେ ଜମିଦାର ହାତରୁ ନଡ଼ିଆଟା ଅନ୍ତର୍ଧାନ ହେଇଗଲା, ଉଭାନ ହେଇଗଲା, ଠାକୁରଜୀଙ୍କ ଚରଣରେ ପ୍ରବେଶ କଲା, ମାନେ ଚରଣ ତଳେ ପଡ଼ିଲା ଯାଇକି। ଏହି ପ୍ରକାର ଭଜନ ଯେଉଁଟାକି କୌଣସି ବିଧି ନାହିଁ ଏଠି, ଆକୁ ବିଧି କୁହାଯାଏନି, ଏଇ ନିୟମ ଭିତରେ ନାହିଁ ଏଠି। ଏସବୁ ସାଧାରଣତଃ ଭାବନାର ରାଜ୍ୟରେ ଏସବୁ ଭଜନ ହୋଇଥାଏ। ତେଣୁ କହିଲେ ପରେ ଏଥିରେ ନିଶ୍ଚିତ ଉଦାହରଣ ଦେବାଟା ବଡ଼ କଷ୍ଟ। କେବଳ ବୈଧ ବିଷୟରେ ସ୍ଥିର থাকে। ରାଗାତ୍ମିକା ଭକ୍ତିରେ ଯେ ସକଳ ବିଭାଗ ବା ସମ୍ବନ୍ଧ ବିଚାର ଅଛି, ରାଗାନୁଗା ଭକ୍ତି ତ ସେହି ସକଳ ବିଭାଗ ବା ସମ୍ବନ୍ଧ ବିଚାର ସୂତ୍ରାଙ୍ଗ থাকে। କାହିଁକିନା ରାଗାତ୍ମିକା ଭକ୍ତି ଯେଉଁ କୁହାଗଲା, ଯେଉଁଟାକି ନିତ୍ୟ ସିଦ୍ଧ ପରିକର ପାର୍ଷଦମାନଙ୍କର ସହଜାତ ପ୍ରବୃତ୍ତି କୁହାଯାଇଛି, ଲଳିତା ବିଶାଖା ଗୋପ ଗୋପୀମାନଙ୍କର ରାଗାତ୍ମିକ ଭକ୍ତି, ସେମାନେ ଏଇ ଭକ୍ତି, ସେମାନଙ୍କର ଆନୁଗତ୍ୟରେ ଯେଉଁ ଭଜନ କରାଯାଏ ତାକୁ କଲା ରାଗାନୁଗା ମାର୍ଗ, ରାଗାନୁଗା ଭଜନ। କିନ୍ତୁ କ୍ରିୟା ଅଲଗା, ନିୟମ ବିଧି ସବୁ ଅଲଗା, ସବୁ ସମାନ କୁହାଯାଇଛି। ରାଗାତ୍ମିକା ଭକ୍ତିରେ ଯେ ସବୁ ବିଭାଗ ରହିଛି ବା ସମ୍ବନ୍ଧ ବିଚାର ରହିଛି, ରାଗାନୁଗା ଭକ୍ତି ମଧ୍ୟ ସେଇ ସବୁ ବିଭାଗ ସମ୍ବନ୍ଧ ସବୁ ରହିଛି। ଏକା କ୍ରିୟା। ଯଶୋଦା ଯେଉଁ ପ୍ରକାର ବାତ୍ସଲ୍ୟ ରସରେ ବିଭାବିତ ହୋଇ ଲାଲାଜୀଙ୍କ ସେବା କରୁଛନ୍ତି, ସେହି ପ୍ରକାର ଆମର ବି ଯେଉଁମାନେ ବାତ୍ସଲ୍ୟ ରସରେ ରହିଛନ୍ତି, ସେବା କରୁଛନ୍ତି, ତାଙ୍କ ବିଚାର ବି ସେହି ପ୍ରକାର। ଶୃଙ୍ଗାର ରସରେ ଯେଉଁମାନେ କିଶୋରଜୀ ଆଜି ସେବା କରୁଥିଲେ ଗୋପୀମାନେ, ସେ ପ୍ରକାର ବିଚାର ବି ରହିଛି ବର୍ତ୍ତମାନ ବି। ତେଣୁ ଭକ୍ତି ରସ ତନ୍ତ୍ରେ ତାହାର ବିବରଣ କରାଯାଏ। ଭକ୍ତିର ଅଙ୍କେ ପୂର୍ବେ କହି ଭକ୍ତିର ଅଧ୍ୟାୟ କହି ସେଇଠି ସେ ବିଚାର କରାଯିବ ବୋଲି କହିଛନ୍ତି। ଏହି ସ୍ଥଳରେ ବିସ୍ତୃତ ରୂପେ ଲିଖିତେ ଗଲେ ପୁନରୋକ୍ତି ଦୋଷ ଘଟିବେ। ଆକୁ ଯଦି ବିସ୍ତୃତ ରୂପେ ଲେଖାଯିବ ଦୋଷ ଆସିବ, ପୁନରୋକ୍ତି। ସଂକ୍ଷେପତଃ ଏଇମାତ୍ର ଜ୍ଞାତବ୍ୟ ଯେ ରାଗାନୁଗା ଭକ୍ତି ରାଗାତ୍ମିକ ଭକ୍ତିର ନ୍ୟାୟ ଦ୍ୱିବିଧ। ଏ ରାଗାନୁଗା ଭକ୍ତି ମଧ୍ୟ ରାଗାତ୍ମିକା ଭକ୍ତି ଭଳିଆ ଦୁଇ ପ୍ରକାର କୁହାଯାଇଛି।
गोटे है काम रूपा, गोटे है संबंध रूपा। काम रूपा संबंध रूपा, ये जो रागानु ब्रजर भजन जो कह रागानु का भजन, काम रूपा और संबंध रूपा। कहला विषय संभोग तृष्णा के काम बोले, काम क्या कहला विषय संभोग तृष्णा, विषय को भोग करने जो कामना पिपासा ताको कहला काम। इंद्रिय इंद्रिय अर्थ ही बद्ध जीवर विषय, बद्ध जन को विषय होची सब इंद्रिय अर्थ। अतएव इंद्रिय तृष्णा के पंडितगण काम कही था। पंडित माने इंद्रिय तृष्णा को, इंद्रिय जो क्षुब्ध हुए, इंद्रिय जो वस्तु प्राप्त होगापाई सब लोभान्वित है ताकू कहगला बा इंद्रिय तृष्णा को कहगला काम। चक्षु ललायित रूप देखा काम कहगला। कर्ण सब लुब्ध हो रोचे तार प्रशंसा शुणापी, किसी कार निंदा शुणापी, तार तृष्णा। अजवान भक्त मान कर्ण सब भगवान कथा शुणापी से तृष्णा। पारमार्थिक तृष्णा प्रेम पदवाच्य, किंतु जागतिक तृष्णा सी हूँ बंधन कारण काम कहगला। तेणु यही इंद्रिय सब जो अच्छी इंद्रिय मानकर जदि जागतिक तृष्णा रहा ताकू काम कह, पारमार्थिक तृष्णा हेल्ले ताकू प्रेम कह। तृष्णा तो दीटा रक्षु तो रूप तो देखापी चाहब, जदि जागतिक रूप देखापी इच्छा कर तृष्णा होगला, यदि पारमार्थिक रूप देखापी इच्छा कर प्रेम होगला। तफात यहाँ है। तो पंडित मान कहते इंद्रिय तृष्णा को पंडित मान काम बोली कही था। जो स्थल परम तत्व रूप भगवान विषय रूप वृत होती, जो स्थल विषय संभोग तृष्णा को प्रेम, से स्थल विषय भोग तृष्णा को प्रेम कहगला। बुझे जो परम तत्व रूप भगवान विषय हे, भगवान विषय, विषय माने गोटे से सब किसी आधार है। तल विषय संभोग तृष्णा को प्रेम ताको प्रेम कहगला। धरतु ठाकुर जी अच्छा, ठाकुर जी को रूप अच्छी, सी तो विषय विग्रह, ताको रूप को देखापी आखि भी अच्छे पटे भक्त मान। किंतु जो साधक माने जो भक्त माने निज चक्षुरे ठाकुर जी से पूरा असमर्थ रूप को, त्रिभुवन कमन्य से सुंदर रूप को, रूपर सौंदर्य को, मधुरिमा को चक्षु माध्यम पान करने चाहूँगी, सीटा प्रेम होगला। आ जो मानकर चक्षुर विषय जदि जागतिक रूप थी ताको काम कह जी संसार जो चलती आमर इंद्रिय गुड़िक, तो इंद्रिय गुड़िक तो किसी किसी तृष्णा रोचे, से तृष्णा जदि परमार्थ कहगला भगवत उन्मुखी हम ताल से प्रेम पदवाच्य हो, ना बाकी सब काम हो। कृष्णेन्द्र प्रीतिवांछा तारे प्रेम धरे प्रेम नाम कहगला। जो स्थल परम तत्व रूपे भगवान विषय रूप वृत होती, से स्थल विषय संभोग तृष्णा को प्रेम बोली कह जाए। रूप को आस्वादन करिया, ये गोटे भोग है ना, देखिले आनंद लगे, परस्पर आदान प्रदान। गोपी माने श्याम सुंदर देखुं, श्याम सुंदर भी गोपी मान देखुं, उभय आनंद पाँच। ठाकुर जी असमर्थ रूप देखी किशोर जी कि आश्रय तत्व मूल आचार्य, राधाराणी आश्रय तत्व, ठाकुर जी विषय तत्व। जिते स्वामी की ठाकुर जी देखुं सी भी आनंद पाँच,
ଆଉ ସରକାରକୁ ଯେତେବେଳେ ଠାକୁରାଣୀ ଦେଖୁଛନ୍ତି ଇଏ ବି ଆନନ୍ଦ ପାଉଛନ୍ତି, ଉଭୟ ଆନନ୍ଦ ପାଉଛନ୍ତି। ଭଗବାନଙ୍କର ଆନନ୍ଦ କ'ଣ ନା ଶ୍ୟାମସୁନ୍ଦରଙ୍କର ସେ ଅପରୂପ କମନୀୟ ରୂପଲାବଣ୍ୟର ମାଧୁରିମାକୁ ଅବଲୋକନ କରି ସ୍ୱାମିନୀଙ୍କର ମନରେ ଚମତ୍କାରତା ସୃଷ୍ଟି ହେଉଛି। କିଶୋରଜୀର ମନ ପୁରା ପ୍ରଫୁଲ୍ଲିତ ହେଉଛି, ଆଉ କିଶୋରଜୀଙ୍କର ସେ ମନର ପ୍ରଫୁଲ୍ଲତାକୁ ଦର୍ଶନ କରି ଠାକୁରଜୀ ବି ଆନନ୍ଦିତ ହେଉଛନ୍ତି, ଆଉ ତାଙ୍କର ସୌନ୍ଦର୍ଯ୍ୟର ବୃଦ୍ଧି ହେଉଛି। ଏ ଭକ୍ତ ଭଗବାନର ଏ ଯେଉଁ ସମ୍ବନ୍ଧ ଏ ପ୍ରକାର ଭକ୍ତର ଯେଉଁ ଭାବ ଦେଖି ଠାକୁରଜୀ, ଧରନ୍ତୁ ଭକ୍ତ ଗୋଟେ ଭକ୍ତ ବାତ୍ସଲ୍ୟ ଭାବରେ ଠାକୁରଜୀଙ୍କୁ ସେବା କରିବା ପାଇଁ ଯାଉଛି, ଦେଖିଏ ଠାକୁରଜୀ ତା ଚକ୍ଷୁରେ ତା ସମ୍ମୁଖରେ ପୁରା ନଟଖଟି ଲୀଳା କରିବେ, ସବୁବେଳେ ଯେମିତି ଅତିମର୍ତ୍ତ୍ୟ ଲୀଳା ସବୁ କରିବେ, ଯେଉଁଟାକି ଚିନ୍ତାର ବାହାରେ ସବୁ ଲୀଳା କରିବେ, ଯାହାକୁ ଦେଖିଏ ବହୁତ ଖୁସି ହୁଅନ୍ତି। ଯେମିତି ମାଆ ମାନେ ତାଙ୍କ ଛୁଆର ଯଦି କିଛି ଦୁଷ୍ଟାମି ଦେଖିଲେ ଆନନ୍ଦ ହୁଅନ୍ତି। ଯେଉଁ ଭକ୍ତର ବାତ୍ସଲ୍ୟଶ୍ରୀ ଥିବ ସେ ଭକ୍ତ ସମ୍ମୁଖରେ ଠାକୁରଜୀ ଏମିତି ବାତ୍ସଲ୍ୟ ଲୀଳା କରିବେ, ସେ ବିଚରା ସେଥିରେ ନିହାଲେଇ କରିବେ, ସବୁବେଳେ ଆନନ୍ଦ। ଯିଏ ଶୃଙ୍ଗାର ଶ୍ରୀ ଥିବ, ଯେମିତି ଆମର ମହାପ୍ରଭୁଙ୍କ ଦ୍ୱାରା ଠାକୁରଜୀଙ୍କୁ ସ୍ୱାମୀ କାନ୍ତ ଯିଏ ଭାବୁଥିବ, ତାଙ୍କ ପାଖରେ ସେ ତାଙ୍କ ରୂପ, ତାଙ୍କ ଝାଙ୍କି, ତାଙ୍କର ବଂଶୀର ମୂର୍ଚ୍ଛନା ସିଏ ନାଦ ଏସବୁ ପ୍ରକାଶ କରିବେ, ଯେଉଁଟାକି ଭକ୍ତ ପାଇଁ ଆସ୍ୱାଦନୀୟ। ଆଉ ଠାକୁରଜୀ ଭକ୍ତର ଭାବଟାକୁ, ଆରତୀଟାକୁ ଦେଖନ୍ତି। ସେ ଆରତୀ ରହିବା ଦରକାର, ପିପାସା ତୃଷ୍ଣା ଯେଉଁ କୁହାଗଲା। ତେଣୁ କାମ ପ୍ରେମର ସ୍ୱରୂପ ଭେଦ ନାହିଁ, କାମ ପ୍ରେମର ସ୍ୱରୂପ ଭେଦ ନାହିଁ, କ୍ରିୟା ଗୋଟେ, କିନ୍ତୁ ଗୋଟେ ଜଗତ ପ୍ରେମ ଯୋଉଠି ବିଷୟ, ଯୋଉଠି ଭଗବାନ ହେଉଛନ୍ତି ସେଇଟା ପ୍ରେମ ହେଇଗଲା। କେବଳ ମାତ୍ର ବିଷୟ ଭେଦ ଅଛି, ଆଉ ଯାହାର ବିଷୟ ଜାଗତିକ ବସ୍ତୁ ହେଉଛି ସେ କାମ ହେଇଗଲା। ଯାହାର ବିଷୟଟା ଜାଗତିକ ବସ୍ତୁ ତାକୁ କାମ କଲା, ଯାହାର ବିଷୟ ବିଗ୍ରହ ପରମାର୍ଥ ବସ୍ତୁ ସେ ପ୍ରେମ ଆସିଗଲା। ନିତ୍ୟ ସିଦ୍ଧ ଜୀବ ସ୍ୱରୂପ ବ୍ରଜଗୋପୀଗଣଙ୍କର विषयांतर अभावे प्रेम के ब्रजतत्व काम बोला जाए। वाह नित्य सिद्ध जीव स्वरूप ब्रजगोपी गणकर नित्य सिद्ध से ब्रजगोपी माने मान साधन कर सिद्ध नहीं नित्य सिद्ध मान ये गोपी मान कौन सी विषयर अभाव थिला एमाने इंद्रिय सुख तांका गोपीर नाई विचार नथिला तेणु ब्रजतत्व रे ये प्रेम की काम को आगला एठी ब्रजगोपी मानकर जो नित्य सिद्ध ब्रजगोपी माने से मानकर इंद्रिय सुखर कौन सी विचार ही नहीं तांकर निज देह सुख गोपी मान नहीं को विचार कह किंतु तांकर से अनाबिल प्रेम टाक ब्रजतत्व काम बोली कह कामात गोप्या कहगला काम गोपी मान काम मान जगत इंद्रिय सुख काम ना प्रकार प्रकृति पुरुष मिलन जो यही प्रकार काम कथा कह निजर इंद्रिय सुख नहीं केवल श्याम सुंदर सुख प्रदर्शन आकर्षित होते गोपी मान श्रृंगार मध्य ठाकुर जी को प्रदर्शन करने तेणु ब्रजर जो गोपी मान को प्रेम से ताकू काम कह जेहेतु काम प्रेम भेद रागात्मिका भक्ति काम रूपा से जगत काम रूपा कहगला नित्य सिद्ध से माने तांकर कौन सी इंद्रिय संबंध विचार नाई तथापि ब्रजतत्व तांकर प्रेम को काम बोली कह तेणु से काम रूपा नित्य सिद्ध गोपी मानकर श्रीकृष्ण प्रति जो आकर्षित तांकर भाव तांकर यशु काम रूपा कहगला ये रागात्मिका रागानुगा भजन
ये रागात्मिका भक्ति ना ये भी दी प्रकार रागानुगा भजन भी दी प्रकार गोटे काम रूपा से रागात्मिक भक्ति काम रूपा से भक्तिर अनुकरणकारी जीवर रागानुगा भक्ति और काम रूपा नित्य सिद्ध गोपी मानकर अनुकरण जो मैंने करुँच चरणाश्रित ही से रागानुगा भजन कहगला रागात्मिका भक्ति केवल नित्य सिद्ध गोपी मान ब्रजरे सेटा किंतु से आनुगत्य जो माने भजन करछंती से भी काम रूपा कहगला तेणु रागानुगा भजन भी काम रूपा संबंध रूपा तेणु से भक्तिर अनुकरणकारी जीवर रागानुगा भक्तिर काम रूपा कहगला जल और तृष्णार सहित जो संबंध हुआ साध्य और साधकर मध्य तदरिक्त अन्य संबंध ना थकाए ताके संबंध रूपा बोली ना एटा काम रूपा कहला जल और तृष्णा भितर जो संबंध अच्छी जल तृष्णा भितर जो संबंध जो संपर्क एटा नित्य संपर्क ना तृष्णा अच्छी मान से जल को खोज ना रही पार पिपासा जाओ जल तृष्णार सहित जो संबंध साध्य साधकर मध्य तदरिक्त अन्य संबंध ना थकाए जो माने साध्य और साधक साधक माने जे साधना करे बुझले जहाँ प्राप्त होगापी करे से साध्य तेणु भक्त भगवान को मध्य आउ कौन संबंध अधिक संबंध आठ आ कि ना जल तृष्णार संबंध जमती भक्त साध्य साधक संबंध से प्रकार तेणु ताकू संबंध रूपा कहुनि जल को तृष्णा को संबंध गुआन कहना ताकू संबंध कहुनि तार संबंध से तो संपर्क नित्य कहुई तृष्णा अच्छी मान से जल को आस पानीय वस्तु खोज से जल कारण जल बिना तृष्णार कौन जल बिना तृष्णार अस्तित्व ना जल बिना पिपासार अस्तित्व ना से प्रकार साध्य साधक जो भगवान भक्त नित्य सिद्ध परिकर जो माने एम संबंध रूपा कह काम रूपा कह काम रूप रागानुगा भक्ति रे कृष्ण सुख व्यतीत अन्य सुखर अन्वेषण बा उदयन एटा कहगला काम रूपा रागानुगा भजन जो कहगला एथिरे कृष्ण सुख व्यतीत अन्य सुखर अन्वेषण भी ना खोजु ना केवल कृष्ण सुख ही से जहाँ भी करनी खाली कृष्ण सुख से गोपी मान कहले ना कहले तमरी विरह आम मरी जातु महाराज ठाकुर जो कहते अरे गोपी माने तमें तो एत प्रीति कर तुम मैंने बंचिश केमती एत प्रीति कर मो विरह तो रहा कथा नुहे से कहले आम तो बास जीवन धारण करूँ केवल तमरी महाराज कहीं तुम जो जान आम सब जीवन निर्वापित हो तुम बंची पारनी केवल तुमको जीवित अवस्था देखापी आम मैंने मृतवत शरीर को आम बंचेक रखी तुम कथा को आधार करके बचार किसी माने नुहे कहते हे श्याम सुंदर तुम वीर तो आम गोटे मुहूर्त रही पारन महाप्रभु कहले जोगायत निमेषण चक्षुषा प्रभुषायतम शून्यतन जगत सर्व गोविंद वीरण गोटे गोविंद गोटे मुहूर्त वीर जुग भाया प्रतिमान हो गोपी मान तो से भावना गोपी मान कहते हे श्याम सुंदर तुम कौन भावुच आम बंचिक अच्छु अरे आमर जो जीवन जो स्पंदन हो जीवन संजीवित हो केवल तुमरी सुख पाई महाराज कहीं आम तुम जो जान आम मरी जाइछो तुम बेसी कष्ट पाए आम चाहून तुमको कष्ट देवाई भले जगत सब कष्ट आम स्वीकार करूँ कि तुम्हें कि सुख रो यही भजन आपको कहला गोपी मान रागात्मिका भजन यहाँ यही भजन अनुकरण बर्तमान जो मैंने साधन कर रागानुगा भजन कहगला ये रागानुगा भजन रे कृष्ण सुख छड़ा निजर सुख किसी ना निज सुख किसी ना ये तेणु काम रूपा रागानुगा भक्ति रे कृष्ण सुख व्यतीत अन्य सुखर अन्वेषण बा उद्यम न चेष्टा तो ना अन्य सुख चेष्टा करना
आमे भले कृष्णकर भजन करुचे आमर निजर सुख रही ना कौन खाइबा कौटी रहा केमती रहा केमती चलवा ये सब निजर रोच प्रचेषा रही किंतु गोपी मान से ही नथिला कारण संपूर्ण उन्मादिनी अवस्था तांकर इशारे चलुला ठाकुर जी पाखे पाखे परिचालन करुले से आनंद से स्थिति अद्भुत स्थिति से ये भजन ये जो मार कथा कहते बाबा आगु हरिनाम करिए सब कथा शुणा कथा ये कथा कहया कथा हरिभजन न करी ये शुणिले कहले तार टेस्ट अलग हो आस्वादन हम स्थिति अलग प्लाट ये गप ना ना आपको